ଯିଏ ଏଇଠି ଜନ୍ମ ହେଇଛି ତାର କିଛି ନାହିଁ ପାକିସ୍ତାନରେ ତାଙ୍କ କଥା ବିଚାର କରିବାକୁ ପଡ଼ିବ। ଇଏ ହେଲେ ନାହାନ୍ତି ପାକିସ୍ତାନରେ, ତା ଘର ଅଛି ଭାରତରେ, ଭୋଟର କାର୍ଡ ସବୁ, ରେସନ କାର୍ଡ ସବୁ ଅଛି, ତାର ସେଇଠି କିଏ ନାହିଁ। ଏବେ ଏଇଠି ସିଏ ଜନ୍ମଗ୍ରହଣ କରିଛି, ସିଏ କରିବ କ'ଣ? ଏଇଠି ବାହା ହେଇଛି, ସିଏ କରିବ କ'ଣ? ସରକାର ତାକୁ ଚିନ୍ତା କରିବ। ଆଜ୍ଞା, ଭାରତ ଆଜି ଟିକିଏ ଯଦି ଚାହିଁବ ପାକିସ୍ତାନ କୁଆଡ଼େ ପଳାଇବ ତାର କଥା ନାହିଁ, କିନ୍ତୁ ଭାରତ ସେଇଟା ଚାହୁଁନି। ଶାନ୍ତ ପ୍ରିୟ, ଯଦି ମାଠିଆରେ ପାଣି ନାହିଁ ତାକୁ ମାନେ ତ ଟିନ୍ 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 ହେବ, କିନ୍ତୁ ଯେତେବେଳେ ପାଣି ଅଛି ସିଏ ଆଉ ଆବାଜ କରିବନି। ସେଇ ପ୍ରକାର ଆଉ ଭାରତ ଆଉ ପାକିସ୍ତାନ ସେଇ ପ୍ରକାର। ନାଇଁ, ସତ କଥା, ବହୁତ ଖବରକାଗଜରେ ବି ଆସୁଛି, ସେମାନେ ଇଭେନ୍ ଯିଏ ଏଇଠି ଜନ୍ମ ହେଇଛି ତାର କିଛି ନାହିଁ ପାକିସ୍ତାନରେ, ତାଙ୍କ କଥା ବିଚାର କରିବାକୁ ପଡ଼ିବ। କିନ୍ତୁ ଏମିତି ଅଛନ୍ତି ପାକିସ୍ତାନରେ ସେମାନେ ଘର ଦ୍ୱାର ଅଛି, ଏଇଠି ଆସିକି ଭୋଟର ଅଛନ୍ତି, ସେଗୁଡ଼ାକୁ ହଠାତ୍ ଦେଖିବାକୁ ପଡ଼ିବ। ନାଇଁ, ସେଇଟା ଶୁଣନ୍ତୁ, ସରକାର ତାକୁ ବିଚାର କରୁଛନ୍ତି, ତାଙ୍କୁ ବି ରିଜନେବୁଲ ଅପରଚ୍ୟୁନିଟି ଦିଆଯିବ। ଯୋଉଟା ଯେମିତି ଆସିଲା କେସ୍, ତାର କିଛି କିଏ ହେଲେ ନାହାନ୍ତି ପାକିସ୍ତାନରେ, ତା ଘର ଅଛି ଭାରତରେ, ଭୋଟର କାର୍ଡ ସବୁ, ରେସନ କାର୍ଡ ସବୁ ଅଛି, ତାର ସେଇଠି କିଏ ନାହିଁ। ଏବେ ଏଇଠି ସିଏ ଜନ୍ମଗ୍ରହଣ କରିଛି, ସିଏ କରିବ କ'ଣ? ଏଇଠି ବାହା ହେଇଛି, ସିଏ କରିବ କ'ଣ? ସରକାର ତାକୁ ଚିନ୍ତା କରିବ। ଆପଣ ଶୁଣନ୍ତୁ, ଧର୍ମ ପଚାରିକିରି ମାରିଛନ୍ତି ନ ମାରିଛନ୍ତି ସିଏ କଥା ନୁହଁ। କଥା ହେଲା ଏଇ ଯୋଉ ଏକ୍ସଟ୍ରିମିଷ୍ଟ ମାନେ, ସେ ଯୋଉ ଧର୍ମର ହୁଅନ୍ତୁ, ଏକ୍ସଟ୍ରିମିଷ୍ଟ ଇଜ ଏନ୍ ଏକ୍ସଟ୍ରିମିଷ୍ଟ, ସଂଶାସ୍ତ୍ରବାଦୀ। ସେମାନଙ୍କ ଧର୍ମ ହେଲା ଲୋକଙ୍କୁ ମାରିବା। ଆଉ ସେଥିରେ ଆମର ପାକିସ୍ତାନ ଉସ୍ତାଦ, ସିଏ ଭାରତ ମାନେ ତାର ପୁରା ଯୋଉଟା କହନ୍ତିନି ଛାଇ ପଡ଼ିଲେ ନାହିଁ ଦିଏ, ସେଇ ପ୍ରକାର ଚାଲିଛି। ଆପଣ ଜାଣିଛନ୍ତି ବମ୍ବେ ଇସ୍ୟୁ ଜାଣିଛନ୍ତି, ମାନେ ଯୋଉ 9/11 ଇଏ ଇସ୍ୟୁ, ସେ ଧରାମନ୍ଥ ଆଜି ସାରା ପୃଥିବୀରେ ଆଜି ପାକିସ୍ତାନ ନିନ୍ଦିତ, ଯେହେତୁ ଏଇ ପ୍ରକାର ଏକ୍ସଟ୍ରିମିଷ୍ଟଜିମ୍କୁ ସିଏ ପ୍ରୋତ୍ସାହନ ଦେଉଛି ଏବଂ ଏକ୍ସଟ୍ରିମିଷ୍ଟ ତିଆରି କରୁଛି ଏବଂ ତାକୁ ଢାଲ କରି ରଖୁଛି। ଆପଣ ଦେଖନ୍ତୁ, ବହୁତ ଦାଉଦ ଇବ୍ରାହିମ ପରି ଲୋକ କୋଉଠି ଅଛି ଆଜ୍ଞା? କୋଉଠି ଅଛି? ସିଏ ତ ଇଣ୍ଡିଆର ମୋଷ୍ଟ ୱାଣ୍ଟେଡ୍, ସେ କୋଉଠି ଅଛି? କୋଉଠି? ସବୁ ପାକିସ୍ତାନ ପସନ୍ଦ କରୁଛି, ତାଙ୍କର ସେଇଟା ଯୋଉଟା କୁହନ୍ତି ଅଭ୍ୟାସ। ଏମିତି ଧର୍ମ ଇଏ ଦବ ଆଜ୍ଞା, ଏମିତି ବହୁତ ଦବ, ଯାହାର କିଛି ନଥିବ ସିଏ ବେଶୀ ବୋବେଇବ। ଆଜ୍ଞା, ଭାରତ ଆଜି ଟିକିଏ ଯଦି ଚାହିଁବ ପାକିସ୍ତାନ କୁଆଡ଼େ ପଳାଇବ ତାର କଥା ନାହିଁ, କିନ୍ତୁ ଭାରତ ସେଇଟା ଚାହୁଁନି। ଶାନ୍ତ ପ୍ରିୟ, ସେଇଟା ସିଏ ଜାଣିବା ଦରକାର। ଏମ୍ପ୍ଟି ଭେସଲ୍ ସାଉଣ୍ଡସ୍ ମଚ୍। ଆପଣ ଜାଣିଛନ୍ତି, ଗୋଟେ ଯଦି ମାଠିଆରେ ପାଣି ନାହିଁ ତାକୁ ମାନେ ତ ଟିନ୍ 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 ହେବ, କିନ୍ତୁ ଯେତେବେଳେ ପାଣି ଅଛି ସିଏ ଆଉ ଆବାଜ କରିବନି। ସେଇ ପ୍ରକାର ଆଉ ଭାରତ ଆଉ ପାକିସ୍ତାନ ସେଇ ପ୍ରକାର ଆଜ୍ଞା।